नमस्कार फ्रेंड्स पुणी थे आपण मानक स्वागत करुच्ची मोर यूट्यूब चैनल को। तो दर्शक बंधु आपण मैंने यही वीडियो रे देखा पाइबे दुतिकेश्वर महादेव टेम्पल जहाँकि ओडोगा जामपाटण ठारे अवस्थित। तो जदि आपण मैंने नयागढ़ ओडोगा रघुनाथ जीव मंदिर आसुछंती तो यही जगह को थरे आसंतु। एही ठारे भगवान शिवंकर पश्चिम मुखा फुटालिंग देखा पाइबे। ଏହି ମନ୍ଦିରର ଦୂରତା ଓଡ଼ଗାଁ ଠାରୁ ମାତ୍ର 8 କିଲୋମିଟର। ଏହା ଏକ ପ୍ରାଚୀନ ଶିବ ମନ୍ଦିର। ଏହି ମନ୍ଦିରର ଇତିହାସ ଯାହା ଲୋକକଥା ଅନୁଯାୟୀ ଏହିଠାରେ ଦୂତିକା ନାମରେ ଗୋଟିଏ ଝିଅ ତାର ସାଙ୍ଗମାନଙ୍କ ସହିତ ଆଳୁ ଖୋଳୁଥିଲା। ପ୍ରଥମେ ଏକ ପଥରରୁ ରକ୍ତର ଛିଟା ବାହାରିଲା। ତାପରେ ଏହାର ପୁନରୁତ୍ଥାନ କରାଗଲା କି ଭଗବାନ ଶିବଙ୍କର ଇଏ ହେଉଛି ଫୁଟାଲିଙ୍ଗ, ପଶ୍ଚିମ ମୁଖା ଫୁଟାଲିଙ୍ଗ। ନୟାଗଡ଼ର ରାଜା ସୂର୍ଯ୍ୟମଣି ଦେବ ଏହାକୁ ଏକ ଭବ୍ୟ ମନ୍ଦିର ଭାବରେ ପ୍ରତିଷ୍ଠା କରିଥିଲେ ଏବଂ ଏହି ମନ୍ଦିରର ନାଁ ଦୁତିକେଶ୍ୱର ନାମରେ ସାରା ଓଡ଼ିଶାରେ ପରିଚିତ ହେଇଥିଲା। ଶ୍ରାବଣ ମାସରେ କାଉଡ଼ିଆମାନଙ୍କର ପ୍ରବଳ ଭିଡ଼ ଥାଏ। ଏହିଠାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ମାନସିକ କରିଥାନ୍ତି। ଭକ୍ତମାନଙ୍କର ବିଶ୍ୱାସ ଯେ ଭଗବାନ ନିଶ୍ଚିନ୍ତରେ ମନସ୍କାମନା ପୂର୍ଣ୍ଣ କରନ୍ତି। ଯାହା କିଛି ମଣିଷ ଶ୍ରଦ୍ଧାର ସହିତ ଏହି ଜାଗାରେ ଭଗବାନଙ୍କୁ ପ୍ରାର୍ଥନା କରିଥାଏ। ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଏହି ମନ୍ଦିରରେ ପୂଜା ଏବଂ ଅଭିଷେକ କରିଥାନ୍ତି। ଇଏ ହେଉଛନ୍ତି ପଶ୍ଚିମ ମୁଖା ଫୁଟାଲିଙ୍ଗ ପ୍ରଭୁ ଶିବଙ୍କର। ଏହି ଯେଉଁ ସିଢ଼ି ଆପଣ ଦେଖୁଛନ୍ତି ଏଇ ସିଢ଼ିଟା ମା ବନଦୁର୍ଗାଙ୍କ ମନ୍ଦିର ପାଖକୁ ଲାଗିଛି। ତ ଚାଲନ୍ତୁ ଯିବା ପାହାଡ଼ ଉପରେ ମା ବନଦୁର୍ଗା ଅଛନ୍ତି ତାଙ୍କୁ ଦର୍ଶନ କରିବା। तो दर्शक बंधु आपण मैंने जितेबाला भी दुतिकेश्वर मंदिर आसुचंती तो उपरको माँ को दर्शन करने
ତ ଆପଣମାନେ ଚାହିଁଲେ ବର୍ଷକ ଭିତରେ ଯେକୌଣସି ଟାଇମ୍ରେ ଆସି ଏଠି ଦର୍ଶନ କରିପାରିବେ। ପ୍ରତିଦିନ ମନ୍ଦିର ସକାଳ 6ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ହୁଏ। ତ ଦର୍ଶକ ବନ୍ଧୁ ଆପଣମାନେ ଚେଷ୍ଟା କରନ୍ତୁ ଜୀବନରେ କେବେ କେବେ ଏମିତି ବୁଲିବା ପାଇଁ। ତ ଆପଣମାନେ ଚାହିଁଲେ ଓଡ଼ଗାଁରୁ ଏଇଠିକି ଆସିପାରିବେ ବସ୍ରେ, ନହେଲେ ନୟାଗଡ଼ରୁ ଆପଣ ଓଡ଼ଗାଁ ଆସିପାରିବେ, ଓଡ଼ଗାଁରୁ ଆପଣ ଏଇଠିକି ଆସିପାରିବେ। ତ ମାତ୍ର 8 କିଲୋମିଟର ଡିଷ୍ଟାନ୍ସ ରହୁଛି। ତ ଚେଷ୍ଟା କରନ୍ତୁ ଯଦି ଆପଣ ରଘୁନାଥ ଜୀଉ ମନ୍ଦିର ଦର୍ଶନ କରିବାକୁ ଆସୁଛନ୍ତି ଭଗବାନଙ୍କୁ, ତ ଏହି ଜାଗାକୁ ନିଶ୍ଚିନ୍ତରେ ଥରେ ଆସନ୍ତୁ। ତ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଏହି ମନ୍ଦିରଟି କେମିତି ଲାଗିଲା ମୋତେ ନିଶ୍ଚିନ୍ତରେ କମେଣ୍ଟ କରି କହିବେ। ମୁଁ ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ।